ଯଦି ଆପଣ କୌଣସି ଝିଅକୁ ମନେ ମନେ ବହୁତ ଭଲ ପାଉଛନ୍ତି ଏବଂ ଆପଣ ତାକୁ ନିଜର କରିବାକୁ ଚାହୁଁଛନ୍ତି, ନିଜ ବଶରେ କରିବାକୁ ଚାହୁଁଛନ୍ତି, ହେଲେ ଯେତେ ଚେଷ୍ଟା କଲେ ବି ଆପଣଙ୍କୁ କୌଣସି ଫଳ ମିଳୁନି, ଆପଣ ସେ ଝିଅକୁ ନିଜ ପ୍ରେମରେ ପଟେଇ ପାରୁନାହାନ୍ତି ବା ନିଜ ବଶରେ କରିପାରୁନାହାନ୍ତି, ତାହେଲେ ମୁଁ ଆଜି ଆପଣ ପାଇଁ ଏମିତି ଏକ ବଶୀକରଣ ଟୋଟକା ନେଇ ଆସିଛି। ଯେଉଁ ଟୋଟକାକୁ ଆପଣ ଯଦି ମୋ କହିବା ଅନୁଯାୟୀ କେବଳ ଗୋଟେ ଥର କରିବେ, ତାହେଲେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ସହ କହୁଛି ମାତ୍ର 7 ଘଣ୍ଟା ଭିତରେ ସେ ଝିଅ ଆପଣଙ୍କ ପ୍ରେମରେ ପଡ଼ିଯିବ। ମାତ୍ର 7 ଘଣ୍ଟା ଭିତରେ ତା ମନରେ ଆପଣଙ୍କ ପାଇଁ ଭଲ ପାଇବା ସୃଷ୍ଟି ହେବ। କେବଳ ଏହି ଉପାୟ କଲେ ସେ ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ରହିପାରିବନି। ଦିନ ରାତି ଆପଣଙ୍କ କଥା ଭାବି ଆପଣ ଖୟାଲରେ ରହିବ। ଏଥିପାଇଁ କ'ଣ କରିବେ, ମଙ୍ଗଳବାର 7ଟି କର୍ପୂର ନେବେ ଏବଂ ଗୋଟେ କାଗଜ ନେଇ କାଗଜରେ କ'ଣ କରିବେ, ସେ ଝିଅର ନାଁକୁ ପ୍ରଥମେ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ସେ ଝିଅର ନାଁ ଲେଖିବେ, ମଝିରେ ପ୍ଲସ୍ ଚିହ୍ନ ଦେଇ ଡାହାଣ ପଟେ ଆପଣ ନିଜ ନାଁ ଲେଖିଦେବେ। ତାପରେ କ'ଣ କରିବେ, ଏହି ମନ୍ତ୍ରଟି ତଳେ ଲେଖିବେ, କ୍ରିଂ କ୍ରିଂ ଫଟ୍ ସଙ୍ଗ ମାମ୍ ଆମୁକଂ ବଶ୍ୟତେ ବଶ୍ୟତେ। ଏହି ମନ୍ତ୍ର ଲେଖିଦେଇ ଆପଣ କ'ଣ କରିବେ, ସନ୍ଧ୍ୟା ସମୟରେ ସନ୍ଧ୍ୟା 6ଟା ପରେ ଆପଣ କ'ଣ କରିବେ, ପଶ୍ଚିମ ଦିଗକୁ ମୁହଁ କରିବେ। ପଶ୍ଚିମ ଦିଗକୁ ମୁହଁ କରି ମନେ ରଖନ୍ତୁ, ସୂର୍ଯ୍ୟାସ୍ତ ପରେ ହିଁ ଉପାୟଟି କରିବେ। ସୂର୍ଯ୍ୟ ବୁଡ଼ିଲା ପରେ ଆପଣ କ'ଣ କରିବେ, ପଶ୍ଚିମ ଦିଗକୁ ମୁହଁ କରି ଠିଆ ହେବେ। ପଶ୍ଚିମ ଦିଗକୁ ମୁହଁ କରି ଠିଆ ହେଇ ଏ 7ଟି କର୍ପୂରକୁ ହାତରେ ଏଇଭଳି ମୁଠା କରି ଧରିବେ। ହାତରେ ମୁଠା କରି ଧରି ଏ ମନ୍ତ୍ରକୁ ଆପଣ କ'ଣ କରିବେ, 21 ଥର ପଢ଼ିବେ। ମନ୍ତ୍ର 21 ଥର ପଢ଼ିଲା ବେଳେ ଆପଣ କ'ଣ କରିବେ, ଆମୁକ ଜାଗାରେ ସେ ଝିଅର ନାଁ ନେବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ସେ ଝିଅର ନାଁ ନେଇ ମନ୍ତ୍ର 21 ଥର ପଢ଼ିଲା ପରେ ହାତରୁ କ'ଣ କରିବେ, ଏମିତି ମୁଠା ଖୋଲିବେ। ମୁଠା ଖୋଲି କର୍ପୂରକୁ କାଗଜ ଉପରେ ରଖି ଏ କର୍ପୂର ଉପରେ 3 ଥର ଫୁଙ୍କ ମାରିବେ ଏବଂ 3 ଥର ଫୁଙ୍କ ମାରି ଆପଣ କ'ଣ କରିବେ, ଏ କାଗଜ ଏବଂ କର୍ପୂରକୁ ଆପଣ କ'ଣ କରିବେ, ଜାଳିଦେବେ। ଜାଳିକି ପାଉଁଶ କରିଦେବେ ଏବଂ ସେ ଯେଉଁ ପାଉଁଶ ରହିଲା, ସେ ପାଉଁଶକୁ ଆପଣ କ'ଣ କରିବେ, କୌଣସି ଏକ 3 କୋଣିଆ ଛକରେ, ମନେ ରଖନ୍ତୁ 3 କୋଣିଆ ଛକ, ସେଇ 3 କୋଣିଆ ଛକରେ କ'ଣ କରିବେ, ସେ ପାଉଁଶକୁ ପକାଇ ଦେଇ ଗୋଟେ ମୁହାଁ ହେଇ ପଳାଇ ଆସିବେ। ପକାଇ ଦେଇ ଆଉ ସେ ପାଉଁଶକୁ ଚାହିଁବେନି, ପାଉଁଶ ପକାଇବେ, ଗୋଟେ ମୁହାଁ ହେଇ ଘରକୁ ପଳାଇ ଆସିବେ। କେବଳ ଏଇ ଉପାୟ କଲେ 7 ଘଣ୍ଟା ଭିତରେ ସେ ଝିଅ ଆପଣଙ୍କ ବଶରେ ହେଇଯିବ। 7 ଘଣ୍ଟା ଭିତରେ ତା ମନରେ ଆପଣ ପାଇଁ ଭଲ ପାଇବା ସୃଷ୍ଟି ହେବ। ସେ ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ରହିପାରିବନି। ଦିନ ରାତି ଆପଣଙ୍କ କଥା ଭାବିବ, ଆପଣ ଖୟାଲରେ ହିଁ ରହିବ। ଧନ୍ୟବାଦ।